प्रार्थना केलं. प्रभु आमने दोस्तींच्या नामो ese वाक्य इन मागे श्यामले जे वाक्य तिने आम पौड्या बनो कृष्ण नामो ए वाक्य बुझिया सेबो मागे नो कि सुदाम हम प्रार्थना ज्ञान निवातन एरा वाक्य तिने जे आरमो से सफल तो इन मागे दूतम जी प्रार्थना भी तीन जने वाचना यीशु पदले जातो तम आमेन. ପଢବା ମୁଁ ପ୍ରକୃତ ଦ୍ରାକ୍ଷଲତା ମୋର ପିତା କୃଷକ. ମୁଁ ପ୍ରକୃତ ଦ୍ରାକ୍ଷଲତା ମୋର ପିତା କୃଷକ. କୃଷକ ବୋଲେ କିଏ? ଆମେମାନେ. କୃଷକ ବୋଲେ ଆମେମାନେ. ଦ୍ରାକ୍ଷଲତା ବୋଲେ କିଏ? ଆପଣଙ୍କୁ ମୁଁ କହିପାରିନି ସାର୍. ଦ୍ରାକ୍ଷଲତା ହେଲା କିଏ? ପଢିବି. ପଢ. ଦ୍ରାକ୍ଷଲତା ପଢ. ଓ ଯହନ ଲିଖିତ ସୁସମାଚାର 15 ଅଧ୍ୟାୟ 1 ରୁ 4 କହିଲେ ପରା 4 ପର୍ଯ୍ୟନ୍ତ ଆମେ ପାଠ କରିବା. ମୋ ଠାରେ ଥିବା କୌଣସି ଶାଖା ଫଳ ନ ଫଳେ ତାହା ସେ କାଟିକି ଫୋପାଡ଼ି ପକାନ୍ତି. ଆଉ ତା କୌଣସି ଶାଖା ଫଳ ଫଳେ ଅଧିକ ଫଳ ଫଳିବା ନିମନ୍ତେ ସେ ତାହାର ପରିଷ୍କାର କରନ୍ତି. ଯଦି ନ ଫଳେ. ପ୍ରଥମ କଣ ଲେଖା ହେଇଛି? ମୁଁ ପ୍ରକୃତ ଦ୍ରାକ୍ଷଲତା ନାଇଁ. ମୁଁ ପ୍ରକୃତ ଦ୍ରାକ୍ଷଲତା ମୋର ପିତା କୃଷକ. କୃଷକ ବୋଲେ କିଏ? ଆମେମାନେ. ଆମେମାନେ ପ୍ରକୃତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ରହିଥିବ ସେମାନେ ଅନନ୍ତ କାଳରେ ଜୀବନ ପାଇବାର ଯୋଗ୍ୟ. କାହିଁକି ପ୍ରଭୁ ଯୀଶୁ କହୁଛି ଆମ ପାଇଁ ପ୍ରଭୁ ଯୀଶୁ ଆଉ କ୍ରୁଶରେ କଣ ହେଇଛି? ହତ୍ୟା ହେଇଛି, ମରିଛନ୍ତି. ସେ ଯୀଶୁ ଆମକୁ ଆମ ପାଇଁ ଆଉ ସମସ୍ତଙ୍କୁ ଆଉ ଅନୁତାପ ଦେଇ ଆଉ ଅନୁକୂଳ ଦେଇ ସାହାଯ୍ୟ ଉପକାର ଦୁଃଖ କଷ୍ଟ ବିଭିନ୍ନ ପ୍ରକାର ଭାରୁ ଆମକୁ ଉଦ୍ଧାର କରୁଛି ସାହାଯ୍ୟ କରୁଛି. ସେଇ ପ୍ରଭୁ କୋଉଠି ଅଛି? ଆମ ହୃଦ ସହିତ ସେମାନେ ଆମର ଶାସ୍ତ୍ର ପାଠ କହୁଛି. ଆଉ ତଳକୁ କଣ ଲେଖା ହେଇଛି ଟିକେ ପଢ. 3 ପଦ ପଢୁଛି. ମୁଁ ତୁମ୍ଭମାନଙ୍କୁ ଯେଉଁ ବାକ୍ୟ କହୁଅଛି ସେଥି ଯୋଗୁ ତୁମ୍ଭେମାନେ ପରିଷ୍କୃତ ହୋଇସାରିଅଛ. ମୁଁ ତୁମମାନଙ୍କୁ ବାକ୍ୟ କହୁଅଛି ତୁମେମାନେ ଯଦି ଉକ୍ତ ହୋଇଅଛି ବୋଲି ତମେ ବିଶ୍ୱାସ କରୁଛୁ ତମେ ଉକ୍ତର ବିଷୟ ଜାଣିବାକୁ ପଡିବ. ସେ ବାକ୍ୟ ଆଉ ତମକୁ ଆଉ ଉଦ୍ଧାର କରିବେ. ସେ ପ୍ରଭୁ ବାକ୍ୟ ସେ ବାକ୍ୟରେ ତମକୁ ପରିଷ୍କାର କରିବେ. ଆଉ ତମେ ଜାଣିନାହିଁ ସେ ପ୍ରଭୁଙ୍କୁ ଜାଣିଥିବେ ସେ ଅନୁରୋଧ ପାଇବେ ଆଉ ତମେ ପ୍ରଭୁଙ୍କୁ ପିଲା ହବ. ଆଉ ପିଲା ତମେ ଆଉ ପ୍ରଭୁଙ୍କୁ ଜାଣିଥିବ ବୋଲି ତମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତମେ ଜାଣିବ. ଆଉ ତମକୁ କଣ ଲେଖା ହେଇଛି? ମୋ ଠାରେ ରୁହ ସେଥିରେ ମୁଁ ତୁମମାନଙ୍କୁ ରହିବି. ଶାଖା ଯେପରି ଦ୍ରାକ୍ଷା ରଥରେ ନ ରହିଲେ ନିଜ ଫଳ ଫଳି ପାରେ ନାହିଁ ସେହିପରି ତୁମେମାନେ ମଧ୍ୟ ମୋ ଠାରେ ନ ରହିଲେ ଫଳ ଫଳି ପାରିବ ନାହିଁ. ଶାଖା ଶାଖା ବୋଲେ କଣ? ଗଛ. ଗଛ ଶାଖା ଫଳ ନ ପଡିଲେ ଆଉ କଣ ହେବ? ଦ୍ରାକ୍ଷର ଫଳ ହବ ନାହିଁ. ରହିପାରିବ ନାହିଁ. ରହିପାରିବ ନାହିଁ ବୋଲେ କଣଟା? ଯୀଶୁ ଖ୍ରୀଷ୍ଟଙ୍କ ଠାରେ ରହ ଆଉ ନ ରହିଲେ ସେମାନେ ଆଉ କଣ? ସେମାନେ ତମ ପାଖରେ ଆଉ ଶାଖା ନ ପଡିଲେ ଆଉ ସେମାନେ ରହିପାରିବେ ନାହିଁ. ତେଣୁକରି ତମେ ବୁଝିପାରିବ ପବିତ୍ର ଆତ୍ମାଙ୍କ ନାମରେ ତମେ ପରିତ୍ରାଣ ପାଇବ.
ଆଉ ଯୀଶୁ କହିଲେ ମୁଁ ପଥ ସତ୍ୟ ଜୀବନ ପରିତ୍ରାଣ। ମୁଁ ଦ୍ରାକ୍ଷା ଲତା ହୁଁ ତୁମ୍ଭେ ମାନେ ଶାଖା। ହଁ ମୁଁ ଦ୍ରାକ୍ଷ ଲତା ମୁଁ ଶାଖା। ଶାଖା ବୋଲେ କିଏ? ଆମେ ମାନେ ଶାଖା। ମୋ ଠାରେ ହୁଁ ରହେ ମୁଁ ଯାହାଙ୍କ ଠାରେ ରହେ ସେ ପ୍ରକୃତ ଫଳ ଫଳେ, କାରଣ ମୋ ବିନା ତୁମ୍ଭେ ମାନେ କିଛି କରିପାରିବ ନାହିଁ। ମୁଁ ଶାଖା ଆଉ ଫଳ ତମେ ରହ ନାହିଁ ବୋଲେ ଆଉ ଶାଖା ଫଳ ପଡି ପାରିବେ ନାହିଁ। ଆଉ ପ୍ରଭୁ ତମ ମାନଙ୍କୁ ଆଉ ପ୍ରକୃତ ଦ୍ରାକ୍ଷ ଲତା ହବ। ଦ୍ରାକ୍ଷ ଲତାର କାର୍ଯ୍ୟ ହଉଛି ପ୍ରଭୁଙ୍କ ରାଜ୍ୟ କରିବାକୁ ପଡିବେ। ପ୍ରକୃତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମେ ସେ ଶାଖା ଫଳରେ ଫଳିବ। ଆଉ ପ୍ରଭୁ ତମକୁ ଜ୍ଞାନ ଦେଇ ଜ୍ଞାନର ଅନୁରୋଧ କରିବେ। ଆଉ କେବେ ହେଲେ ପ୍ରଭୁ ତମକୁ ଆଉ ସାହାଯ୍ୟ କରିବେ। ପ୍ରଭୁ ତମ ପାଇଁ ଉଦ୍ଧାର କରିବେ। ଆଉ ତମ ପାଇଁ ପ୍ରଭୁ ଆଉ ଦ୍ରାକ୍ଷର ଫଳ କେହି ଯେବେ ମୋ ଠାରେ ନ ରହେ ତାହାହେଲେ ସେ ଶାଖା ପରି ବାହାର ପକାଯିବ ଆଉ ଶୁଣି ନାହିଁ ପଦେ ଆଉ ଶୁଖିଯାଏ। ପୁଣି ଲୋକ ସେଗୁଡ଼ିକ ଏକାଠି କରି ନିଆଁରେ ପକାଦିଅନ୍ତି। ସେଗୁଡ଼ିକ ପୋଡ଼ିଯାଏ। ଆଉ କଣ ଆଉ ଟିକେ ପଢେ ଯେ କେହି ମୋ ଠାରେ ନ ରହେ ସେ ଶାଖା ପରି ବାହାର ପକାଯାଏ ଶୁଖିଯାଏ। ଶାଖା ପରି ଶୁଖିଯାଏ ବୋଲେ ନିଆଁରେ ପକାଇ ଯିବେ। ଆଉ ସେ ମଣିଷ ଆଉ କଣ ନିଆଁରେ ପକାଇବା ପାଇଁ ଆଉ ହେଇଛି? ଆଉ ଯଦି ତୁମ୍ଭେ ମାନେ ମୋ ଠାରେ ରୁହ ଆଉ ମୋର ବାକ୍ୟ ତୁମ୍ଭମାନଙ୍କ ଠାରେ ରୁହେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ଆମ ପାଖରେ ରୁହ ଆଉ ତମେ ମୁଁ ତୁମ ପାଖରେ ମୁଁ ରହିବି। ତାହେଲେ କଣ ଇଚ୍ଛା କର ଆମ ତୁମମାନଙ୍କୁ ନିମନ୍ତେ ପରିତ୍ରାଣ ତୁମ୍ଭେ ମାନେ ମୋ ଠାରେ ରହିଲେ ମୁଁ ତୁମମାନଙ୍କୁ ରହିବି। ତାହେଲେ ତମେ ମାନେ କମ ବିଣିଦେବ କମ ପାଇବ ଅଧିକ ମୁଁ ଦେବି ବୋଲେ କିଏ ଅଛନ୍ତି କହୁଛନ୍ତି? ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛି। ଯୀଶୁ ଖ୍ରୀଷ୍ଟ ଆମକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମାନେ ପ୍ରଚୁର ଫଳ ଫଳିଲେ ମୋ ପିତା ମହିମିତ ହେବ ଆଉ ତୁମେ ମାନେ ମୋର ପ୍ରଚୁର ଶିକ୍ଷ୍ୟ ହେବ। ମୁଁ ପ୍ରକୃତ ସେ ମହିମା ହବ ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟ ପିତାଙ୍କୁ କହୁଛି। ପିତା ମାତା ବନ୍ଧୁଙ୍କୁ କରେ ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତମେ ଜାଣିପାରନ୍ତି। ସେଠି ମୁଁ ବାକ୍ୟ ରଖୁଛି ଆଉ ଏ ବାକ୍ୟର ତମେ ବୁଝିବ ଜାଣିବ ଶୁଣିବ ମନ ଧ୍ୟାନରେ ବସିବ ଆଉ ତମ ମନ ପରିବର୍ତ୍ତନ ହେଇକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ଧନ୍ୟବାଦ। ଆଉ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଏହି ଭିଡିଓ ସାରଙ୍କୁ ମୁଁ ଦେଇଥିଲି। ଆପଣ ମାନଙ୍କୁ ଯଦିଓ ଭଲ ଲାଗନ୍ତି ତାହେଲେ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ। ଆଗାମୀ ଭିଡିଓରେ ଆଉ ଥରେ ଆଜ୍ଞାଙ୍କୁ ଭେଟି ପାରିବେ। ସିଏ ଗୋଟେ ମିନିଷ୍ଟରୀ ଅଛି। ତାହେଲେ ଆପଣ ମାନଙ୍କୁ ଲାଇକ୍ ସବସ୍କ୍ରାଇବ କରନ୍ତୁ, ସେୟାର କରନ୍ତୁ। ଆଗାମୀ ଭିଡିଓରେ ଆପଣ ମାନେ ଭେଟି ପାରିବେ। ଆଉ ସମସ୍ତଙ୍କୁ ନମସ୍କାର, ଜୟ ଯୀଶୁ।